এইটা ଭଲ ଲାଗୁଛି ଦେଖୁନ ଏଇଟା ଟିକେ ତାନେ କି କହୁନା ଏଇଟା ପୁରା ରକା ରକା ଫୁଲଟା ଲାଗୁଛି ଦେଖୁନ କେତେ ବଡ଼ ଦେଖା ହଉଛି। ତ ସାଙ୍ଗମାନେ ଯେତେ ମୁଁ ବଡ ବଡ ହେଇକି ବଡ ଯେତେବେଳେ ହେଇ ଯାଉଛି ମତେ ଆଉ ଏତେ ଗେଦାରିଂ ଜାଗା ମତେ ପସନ୍ଦ ଲାଗୁନି। ତାହେଲେ ଯେତେ ଫାଙ୍କା ଜାଗା ମତେ ସେଇ ଜାଗାରେ ବସି ଭଲ ଲାଗୁଛି। ଏମିତି ଅଛି ପୁରା ଦେଖୁନ ପୁରା ବେଣ୍ଡ ହେଇକି ଅଛି ନା, ବେଣ୍ଡ ହେଇକି ଅଛି। ଏଇଟା ରହିବା କଥା, ଏଠି ରହିବା କଥା ହେଲା, ପୁରା ଏମିତି ଭଲସେ ରହିବା କଥା। କିନ୍ତୁ ଏଇଟା ଦେଖ ସାଙ୍ଗମାନେ ଯାଉନି ହେଲା, କୋନା ଦୁଇଟା ହେଲା ଏଠି ବାନ୍ଧିଛି, ଏ ଖୁଣ୍ଟରେ ବାନ୍ଧିଛି ହେଲା। ଆଉ ଦେଖୁନ ଏଠି ହେଲା ସେଠି ବାନ୍ଧିଛି। ତ ଦେଖିପାରୁଛ ଆମେ କେଟକୁ ଆସିଛେ, ଦେଖିଲା ନା ଏଟା ହଉଛି କେନାଲ ହେଲା, ଏଟା ହଉଛି ଆମର ବଡ଼ଚାଟ୍ରା କେନାଲ। ଦୂରିଆ ଗଲା ମାନେ ଟିକେ କମ୍, ପାଖକୁ ଆଣିଲା ମାନେ ବେଶୀ ପଇସା, ଦେଖିଲେ ନା। ଜୟ ଜଗନ୍ନାଥ ସାଙ୍ଗମାନେ, ସ୍ୱାଗତ କରୁଛି ମୋର ଆଉ ଏକ ନ୍ୟୁ ବ୍ଲଗକୁ। ତ ଭାଇ ସମସ୍ତଙ୍କୁ ପ୍ରଥମେ ଶୁଭ ସକାଳ। ତ କାଲି ତ ସାଙ୍ଗମାନେ ଦେଖିଲେ ଆମର ଗୋଟେ ମନ୍ଥ ପୁରା କମ୍ପ୍ଲିଟ୍ ହେଇଯାଇଛି, କଣ୍ଟିନ୍ୟୁ ଆମେ ଲଙ୍ଗ୍ ଭିଡ଼ିଓ ବନେଇ ଚାଲିଛେ। ତ ସାଙ୍ଗମାନେ ଆମର ତ ଯେମିତି ଗୋଟେ ମାସ କମ୍ପ୍ଲିଟ୍ ହେଲା ସେମିତି ଲଙ୍ଗ୍ ଭିଡ଼ିଓ ବନେଇ ଚାଲିଛେ। ଆଜି ପାଖରୁ ତ ଆମେ କଣ୍ଟିନ୍ୟୁ ଆଉ ଗୋଟେ ମାସ ଟ୍ରାଏ କରିବା, ଯେମିତିକି ଆମର ଗୋଟେ ଦିନ ଭିଡ଼ିଓ ତାନେ ବନ୍ଦ ନ ହଉ। ମୁଁ ତ ଚେଷ୍ଟା କରି ସାଙ୍ଗମାନେ ମୋ ଆଡ଼ୁ ପୁରା ଏମିତି ସବୁଦିନ ପୁରା ଭିଡ଼ିଓ ତାନେ ବନେଇ ଚାଲିବି, ନୂଆ ନୂଆ ଆପଣଙ୍କୁ ଟପିକ୍ ଦେବି। କେଟକୁ ଯାଉଛି କେଟକୁ ନାହିଁ ତାନେ କିଛି କହିବି, ଦୋକାନ ଘର ଚାଲିଛି ନା। ତ ଏ ଆହୁରି ତ ନେକ୍ସଟକୁ ଯେମିତି ଆଉ ଯେତେ ନେକ୍ସଟ ଅପକମିଂ ଭିଡ଼ିଓ ଆସିବ, ମୁଁ ଏତେ ଟ୍ରାଏ କରି ସାଙ୍ଗମାନେ କେଟକୁ ଯିବା, କେଟକୁ ବୁଲତେ ଯିବା, ମୋ ଲାଇଫରେ କି ହେଉଛି, ଆମେ କେମିତି ଲାଇଫଟାକୁ ତାନେ ଏଠୁ କେତେ ଉଞ୍ଚାକୁ ନେଇପାରୁଛୁ ନା କିସ ହେଉଛି। ତ ସେମିତି ସାଙ୍ଗମାନେ ବହୁତ ଅପ୍ ଡାଉନ୍ ଚାଲିବ। ସେ ଯଦି ଆପଣ ଦେଖା ପାଇଁ ଚାହୁଁଛନ୍ ମୋର କେମିତି ତାନେ ଜର୍ଣ୍ଣିଟା କେମିତି କି ଯାଉଛି, ତ ମୋର ସାଙ୍ଗମାନେ ମୋର ଗୋଟେ କଥା ହେଉଛି କି ରେକର୍ଡ଼ିଂ କରି ରଖିବା ମାନେ ଏସବୁ ଜିନିଷ ତାମାନେ ମୁଁ ପରେ ମୁଁ ଦେଖିପାରିବି। ଯେତିକି ମୋର ଏଇନା ଭାବିନିଅନ୍ 24-25 ବର୍ଷ ହେବ, ଯେତେବେଳେ 50-60 ବର୍ଷ ହେଇଯିବ, ତ ସେତେବେଳେ ତ ମୁଁ ଏଟଲିଷ୍ଟ ଦେଖିପାରିବି ଯେ ମୁଁ କେମିତି କିସ ଥିଲି, କେମିତି କିସ ନାହିଁ, କି କାମ କରୁଥିଲି। ତ ସାଙ୍ଗମାନେ ମୋର ସେଇ ହେଲା ତାନେ ସେଇ ଆଇଡ଼ିଆରେ ମୁଁ ତାନେ ରେକର୍ଡ଼ିଂ କରି ଚାଲିଛି। ରେକର୍ଡ଼ିଂ କରିବା ମାନେ ସାଙ୍ଗମାନେ ହେଉଛି ମୁଁ ପରେ ଜିନିଷଟା ଦେଖିପାରିବି। ତ ଏଇନା ସାଙ୍ଗମାନେ ଯଦି ମୁଁ ଫଟୋ ଉଠେ ରଖିବି, ତ କେତେବେଳେ ଫୋନ୍ଟା କିଛି ହେଇଯିବ, କେତେ ହଜିଯିବ କି କରିବ, ତ ଏଟଲିଷ୍ଟ ଅଧା ଫଟୋ ମିଳେ, ଅଧା ଫଟୋ ମିଳେନି। ତ ସେଇ ପାଇଁ ରେକର୍ଡ଼ିଂ କରି ରଖିବା ମାନେ ହେଉଛି ତା ପରେ ଜିନିଷଟା ଦେଖିପାରିବି ହେଲା। ସେଇ ତ ମୁଁ ଉଠି ପଡ଼ୁଛି ନା, ଟାଇମ୍ ହେବ 6ଟା। ତ ଆରାମସେ ଚା ଫା ପିଇକି ଦୋକାନକୁ ବାହାରିବା ନା। ଆଉ ତ ଚାଲ, ଦୋକାନ ଯିବାର ଆଗରୁ ଗୋଟେ ଜିନିଷ ଆଣିତେ ହେଇଥିଲି, ଦେଖିବେ ନା ଏଇ ଦେଖୁନ କାଠଟା, ଏଇ କାଠଟା ଆଣିତେ ହେଇଥିଲି। କାଠ ସରିଯାଇଥିଲା, ତ ସେଇ ବୁଢ଼ୀ ପାଖକୁ ଯାଇଥିଲି, ବୁଢ଼ୀ ମାସି ପାଖକୁ। ସେ କାଠ ଦୁଇଟା ଆଣିତେ, କାଠ ଦୁଇଟା ନେଇକି ଆସିଥିଲି। ତ ସେଟା ତ ସାଙ୍ଗମାନେ 2 ଦିନରେ ସରିଗଲା। ତ ଆଜି ଏଇଟା ଗୋଟେ ନେଇକି ଆସିଲି, ଏଇଠୁ ଛକରୁ କିଣି ନେଇକି ଆସିଲି। ତ ଏଇଟା କେତେ ନେଇଥିବ କହୁନା, 150 ଟଙ୍କା। ଆଉ ସେଇଟା ବି ସେମ୍ ଥିଲା, ଏଟା ବି ସେମ୍ ଥିଲା, କାଠ ବୁଝା ସେମିତି କିଛି ନାହିଁ। ତ ଦେଖିପାରୁଛ ଏଇଟା ଟିକେ ଖାଲି ଫାଳିଆగా ଟିକେ ମୋଟା ଅଛି, ତାର ଟିକେ ପତଳା ପତଳା ଥିଲା। କିନ୍ତୁ ସେ ନେଇଥିଲା 100, ଏ ନେଲା 150। ମାନେ ସାଙ୍ଗମାନେ ତାନେ 50 ଟଙ୍କା ଡିଫରେନ୍ସ ସାଙ୍ଗେ ସାଙ୍ଗେ। ଦୂରିଆ ଗଲା ମାନେ ଟିକେ କମ୍, ପାଖକୁ ଆଣିଲା ମାନେ ବେଶୀ ପଇସା, ଦେଖିଲେ ନା। ତ ଏଇଟା କାଠୁଆ ଦେଇଦେଲି, କାଠୁଆ ଗ୍ୟାସ୍ ବି ସାଙ୍ଗ ନାହିଁ ନା, ତ କାଠୁଆ ଆଣିକି ଦେଲି। କାଠରେ ନା ଇଟିଲି ବସବ, କାରଣ ଗ୍ୟାସ୍ରେ ହୁଏ ସେଟା, କାଠରେ ଯେହେତୁ ଗ୍ୟାସ୍ ସରିଯାଇଛି ହେଲା। ମା ଆଉ କିଛି ଆଣିତେ ହବ କି? ତ ଚାଲ, ମାଆକୁ ପଚାରିଦେଲି ନା କିଛି ଆଣିତେ ହବନି, ନା ଦୋକାନ ଯିବା। ଦୋକାନରେ ଏଠି ଘରକୁ ଆସିଥିଲି, ତ ଆସିଲା ପରେ ଗୋଟେ ଜିନିଷ ଦେଖିଲି। ଦେଖ ଆମର ଗଛଟା ହେଲା, ଏ ସୁଜନା ଗଛଟା ପୁରା ତାନେ ଏପଟକୁ ହେଇ ରହିବା କଥା, କିନ୍ତୁ ସେପଟକୁ ହେଇଯାଇଛି। କି ପାଇଁ କହୁନ ନା, ସିଆଡ଼ୁ ଇଏ ତାର ତାନେ ଯେ ମୂଳଟା ସେଠି ପାଣି ଜମା ହେଇକିନା ତାର ସେ ମାଟିଟା ପୁରା ଫପସା ହେଇଛି ହେଲା। ତ ସେଇ ପାଇଁ ଏପଟକୁ ପୁରା ପାଲଟି ଯାଇଛି। ମା କହିଲାଣି ଏପଟକୁ ଦେ, ତ ଦଉଥିଲି, ଯେଥର ଦଉଛି ସେଥର ଆଉଥରେ ଆଡ଼େ ତାନେ ଏପଟକୁ ଆଉଥରେ ପାଲଟି ଯାଉଛି। ତ ଏଇଟା ମୋତେ ଲାଗୁଛି ଆଉ ରହିବନି, ଯାହା ମୋତେ ଲାଗୁଛି। ଆଉ ବି ଆଉଥରେ ଟ୍ରାଏ କରିବି, ବାକି ବାନ୍ଧାବନ୍ଧି କରି ରଖତେ ହେଲା, ରହିଲା ଭଲ କଥା। ମାନେ ଏଟା ଗଲା, ଆଉ ଏଟା ଗୋଟେ ନାହିଁ, ଏଟା ଗଲେ ବି ଆଉ ଗୋଟେ ଅଛି ଆମର ସେଇ ପାଖରେ ଅଛି। ଦେଖୁନ ସେଠି ଗୋଟେ ସୁଜନା ଗଛ ଅଛି, 2ଟା ଗଛ ଅଛି। ତ ଏଇଟା ଗନେ କିଛି ଟେନସନ୍ ନାହିଁ, କିନ୍ତୁ ଏଇଟା ବେଶୀ ଭଲ ଲାଗୁଥାଏ, କାରଣ ପାଖରେ ଥାଏ ନା। ଏଇଟା ମନ କଲା ତୁଳି ଆଣିଲେ, ଭାଜିଦେଲେ, ଖାଇଦେଲେ। ସେଟା ଟିକେ ଉଞ୍ଚାରେ ଅଛି ନା, ତ ସେଟା ମା ଏକଲା ପାରେନି, ମତେ ବିଛେଇଥିବ ନା, ବାବା ଆସି ବିଛା ହେଲା। ଆଉ ସାଙ୍ଗମାନେ ଆଜି ମୌସମଟା ବଢ଼ିଆ କରିଛି, ଦେଖୁଛ ନା, ପୁରା ସଲିଡ୍। ତାନେ ଏମିତି ପୁରା ମେଘୁଆ କରିଛି, ହାବା ବି ପୁରା ବହୁତ ବଢ଼ିଆ ମାରୁଛି, ଥଣ୍ଡା ହାବାଟା ମାରୁଛି। ଆଉ ତ ସାଙ୍ଗମାନେ ଆଜି ଉପରଓଳି ଦୋକାନ ବନ୍ଦ, ସେଇଥିପାଇଁ କହୁନା ସେଠି ଲୋକ ତ ଆଉ ଆସେନି। ତ 2 ଓଳି ସାଙ୍ଗମାନେ ସମ୍ଭବ ନାହିଁ। ବାଟରେ ଆମର ଗୋଟେ ଗୋଲାପ ଫୁଲ ଫୁଟିଛି, ଏଇଟା ଗୋଟେ ନେଇ ବେଶୀ ଫୁଟିଛି। ଆଡ଼େ ଦେଖୁନ, ଏ ଦେଖୁନ ଏଇଟା ପିଙ୍କ କଲର୍ଟା, ଏପଟେ ବି ଫୁଟିଛି। ହେଉଛି ଆଡ଼େ, ଏଇଟା ଭଲ ଲାଗୁଛି ଦେଖୁନ। ଏଇଟା ଟିକେ ତାନେ କି କହୁନା, ଏଇଟା ପୁରା ରକା ରକା ଫୁଲଟା ଲାଗୁଛି, ଦେଖୁନ କେତେ ବଢ଼ିଆ ଦେଖାଯାଉଛି, ବଢ଼ିଆ ଲାଗୁନି କହୁନା। ତ ଏଟା ଗୋଟେ ପିଙ୍କ କଲର୍ ଗଛଟା ହେଲା। ଆହୁରି 2-3ଟା ଆହୁରି ଗଛ ଅଛି, ଗୋଲାପ ଗଛ, ସେଗାରେ ଫୁଲ ଫୁଟିନି ଆପଣଙ୍କୁ ଦେଖେଇବି। ଆଉ ସାଙ୍ଗମାନେ ଚାଲ, ଦୋକାନଟା ବନ୍ଦ କରୁଛନ୍ ବାବା, ମତେ ବି ଦାୟିତ୍ୱ ପଡ଼ି ତାଙ୍କୁ ହେଲ୍ପ କରତେ ହବ। ଦୋକାନ ବନ୍ଦ କରି ପଳେଇ ଆସିଛି। ତ ଦେଖିବା ତ ତରକାରୀ ଡେକ୍ଚି ନେଇ ଆସିଛି ଧୋଇବା ପାଇଁ, ଏଠି ବତୁରେଇ ବି ଦେଇଛି। ଯେତେବେଳେ ଗାଧୋଇବି ସେତେବେଳେ ମାଜିବି। ଆଉ ଏଟା ହେଉଛି ତରକାରୀ ବ୍ୟାଗ୍ଟା, যেটা ଡେଲି ନେଇକି ଯାଏ। ଏଟା ହେଉଛି ପୁରା ତରକାରୀ ହାଣ୍ଡିଟା ଆମର କଳା ଥାଏ ନା, ଦେଖୁନ ଏଟା ପୁରା ମେଲେଇକି ଦେଖୁଛି, କଳା ହେଇଛି ପୁରା। ଆଉ ଏଟା ହେଉଛି ଦେଖିବା ପଛରେ ପୁରା କଳା ହେଇଛି ହେଲା, ସେ ପୁରା କାଳିଆ କାଳିଆ ହେଇଛି। ନା ଗ୍ୟାସ୍ ଟା ବସା ହୁଏ, ତ ସେଠି ଲାଲିଆ ଜଳେ, ଗ୍ୟାସ୍ ଗ୍ରୀନ୍ ଜଳବା କଥା, କିନ୍ତୁ ଲାଲିଆ ଜଳେ। ତ ସେପାଇଁ କାଳିଆ ହେଇଛି ହେଲା। ତ ଗ୍ୟାସ୍ ସଜେଇଦେବ କେତେ ଫାଙ୍କା ପାଇନେ,
ତ ସେ ବ୍ୟାଗ୍ ଟାକୁ ଆସିତେ ପଡ଼ିବ ଆଉ ଗାଈ ମାସିତେ ପଡ଼ିବ ଗାଧୁଆବେଳେ ମାଜିଦେବି ଆଉ ତ ସାଙ୍ଗମାନେ ସେଇ ଯେଉଁ ଗଛଟା କହିଥିଲି ଏ ସୁଜନା ଗଛଟା এটা যেমতে বাঁধতে হব কেন মা কହୁଛି এই ଗଛଟା ଯେମିତି ବାନ୍ଧ ୟାକୁ ମରାନି କାରଣ ପାଖରେ ସବୁବେଳେ ଥାଏ ନା ଯେତେବେଳେ ଇଚ୍ଛା କରେ ତୋଳି ଆଣି ଭାଜାଭୁଜି କରେ ଶାଗ ତ ସେପାଇଁ ୟାକୁ ଏଇନା ବାନ୍ଧତେ ପଡ଼ିବ ଭଲସେ ହେଲା ତ ଯାଉ ଜୀବନଟାକୁ ବଞ୍ଚେଇ ଦେବା ଆଉ ଚାଲ ୟାକୁ ଭଲସେ ବାନ୍ଧେ ମୁଁ ବାନ୍ଧିକିନା ଟିକେ ସଳକେଇ ଦିଏ ସଳକେଇ ଦେଇ ସାରିଲା ପରେ ମୁଁ ଗାଧେଇବି ଆଉ ତ ସାଙ୍ଗମାନେ ମୁଁ ଗାଧେଇ ସାରିଛି ତ ଗାଧେଇବାର ଆଗରୁ ଆପଣଙ୍କୁ କହିଥିଲି ସେ ଗଛଟା ସଜେଇବି ବୋଲି ତ ଦେଖିପାରୁଥିବେ ସେ ଗଛଟା ପୁରା ସଳକେଇ ଦେଇଛି ସଳକେଇଲି କେମିତି କହୁନ ନା ଏଇଟା ଦେଖୁନ ହେଲା এটা দৌড়িটা কোনা দুটা হল এটি বান্ধিছি এই খুঁটটারে বান্ধিছি হল ଆଉ ଦେଖୁନ୍ ଏଠି ହେଲା ସେଠି ବାନ୍ଧି ଦେଇଛି ତାହେଲେ ସେପଟକୁ ପାଲଟି ହେଉଥିଲା ନା ତାକୁ ସାପୋର୍ଟ ଦେଲି ଦୌଡ଼ିଟା ବାନ୍ଧି ଦେଇଛି ନା ସେପଟକୁ ଆଉ ପାଲଟିବନି ନା ସେପଟକୁ ସାମନା ପାଲଟିବନି ଦୌଡ଼ିଟା ତାକୁ ତାହେଲେ ଠେସା ଦେଇକି ବାନ୍ଧି ଦେଇଛି ହେଲା ଏ ମାଛ ଫୁଲ ଗଛକା ମାଡ଼ିଦେଲି ଦେଖୁନ୍ ଏଇ ଫୁଲ ଗଛକା ମାଡ଼ିଦେଲି ମନେ ଆମକୁ ମରେଇବ ଦେଖିନାହିଁ ଗେଣ୍ଡୁ ଗଛକା ମୁଁ ମାଡ଼ିଦେଲି ତାହେଲେ ଗୋଟେ ସାଇଡ୍ ଯିବା ଦେଖିଲା ମତେ ମରେଇବ କହିଲା ଗେଣ୍ଡୁ ଗଛକା ମାଡ଼ିଦେଲି କି ପାଇଁ କହିବ ତ ସାଙ୍ଗମାନେ ତାକୁ ବାନ୍ଧି ଦେଇଛି ଆଉ ସେଆଡ଼େ ପାଲଟିବନି ଆଉ তো ସାଙ୍ଗମାନେ ଏନା ଭାତ ଖାଇବା ହେଲା ଭାତ ଖାଇବା କିନ୍ତୁ କଦଳୀ ପତ୍ର ଗୋଟେ କାଟବା ଚାଲୁନ ଦାନି ଆସିছে ଆଉ ତାହେଲେ ଗୋଟେ କଦଳୀ ପତ୍ର କାଟବା ତ ଏଇ ଗଛରୁ କାଟବା ଆମର ଏଇଠି ବେଶୀ ଅଛି ଆଉ ଏଇଟା ଅଛି ଏଇଠୁ କାଟବାନି ହେଲା ଏଇଟା ଟିକେ ଛୋଟିଆ ଗଛଟା ନା ତ ସେଇଠୁ କାଟବା ହେଲା ତ ଚାଲ ଏଠି ଗୋଟେ କଦଳୀ ପତ୍ର ଗୋଟେ କାଟି କୁଟି ଆଉ ଭଲ ଦେଖିଛି ଆଉ ଏଇଠୁ କାଟବା ସାଙ୍ଗମାନେ ଦେଖୁଛ ନା କଦଳୀ ଗଛ ଆମେ କେମିତି ହେଇଛି ପୁରା ଏଇଠି ଗୋଟେ ଝାଡ଼ ମାରିଛି ହେଲା তো ঠিক আছে আমার গোটে কাটি সারিকি আপনার দেখাচ্ছি ହେଲା কদଳୀ পତ୍ର কাটি দিয়েছি ଦେଖିପାରୁଥିବେ ପୁରା ସାଇଜ୍ କରି ପୁରା କାଟି ଦେଇଛି ଦେଖୁন ଦେଖିଲ ନା ପୁରା ସାଇଜ୍ କରି କାଟି ଦେଇଛି ତାହେଲେ ଧୋଇଦେବା ଧୋଇ ଦେଇକି ଆରାମସେ ଏଠି ଭାତ ଫାତ ନେବା ତାପରେ ଖାଇବା ହେଲା ଏଇଟା ଆଗରେ ମୁଁ ଧୋଇ ଦେଉ ଏଇଟା ଗାଁଟା ରଖେ ଦେଖୁନ ଏଇଟା କଦଳୀ ପତ୍ରଟା ଏଠି ପାଣି ଟିକେ ନେଇ ନେବା କ'ଣ ଗାଙ୍ଗଲାଠାରୁ ନା ପାଣି ଟିକେ ଭଲସେ ଭାତଟା ଦୁଇ ପୁରା ଚହଲେଇ ଦେବା ଯେମିତି ଏଠି ମଇଳା ଫଇଳା ଲାଗିଥିବ ଧୂଳି ଫୁଳିଆ ଭଲସେ ଟିକେ ଛାଡ଼ିଯିବ ନହେଲେ ଭାତ ସାଙ୍ଗେ ଲାଗିଗଲେ ମିଶିଯିବ ସେଇଆ ଖାଇତେ ପଡ଼ିବ ଖାଇଦେଲେ ପେଟ ଫେଟ ରୋଗ ଫୋଗ ବାହାରିବ ଆହୁରି ଏକ ଦୁଇ କଦଳୀ ପତ୍ର ଖିଆ ବାହାରିଯିବ ଏକାଥରେ ତ ହେଇଗଲା ନାଇଁ ଆଉ ଟିକେ ଧୋଇବା ଭଲସେ ହେଇନି ଦୁଇଥର ତିନିଥରକି ଧୋଇବି ନାଇଁ ସଫା ହବ ନା ହେଇଗଲା ସାଙ୍ଗମାନେ ଦେଖିଲ ନା ପୁରା ସଫା କରିଦେଲି ଧୋଇକିନା ତ ଚାଲ ସାଙ୍ଗମାନେ କଦଳୀ ପତ୍ର ଧୋଇଦେଲି ତାପରେ ନା ଭାତ ଖାଇତେ ବସିବା ସାଙ୍ଗମାନେ ଟାଇମ୍ ହେଲା ଯେ 3ଟା ପାର ହେଇଗଲାଣି କି କହିବେ କଣ ସବୁ ରେଡି କଦଳୀ ପତ୍ର ଧୋଇ ଆଣିଛି ନା ଖାଇବା ପାଇଁ ବସି ପଡ଼ିଛି ଆଜି ଖାଇବାରେ କି ହେଇଛି ଚାଲ ଦେଖିବା ତ ଦେଖିପାରୁଥିବ ସାଙ୍ଗମାନେ ଭାତ ନେଇଛି ଆଜି ଟିକେ ବେଶୀ ଭାତ ନେଇଛି ଆଉ ଏଇଟା ହେଉଛି ଆଳୁ ଭଜା ଆଉ ହେଉଛି କଲରା ଭଜା ମିଶିକି ହେଇଛି ଆଉ ଗୋଟେ ଆଉ ଏଇଟା ହେଉଛି ଲୁଣ ଏଇଟା ହେଉଛି କୁନ୍ଦୁରି ଆଳୁ ମିଶିକି ପୁସ୍ତ ମିଶିକିନା ଗୋଟେ ତରକାରୀ ହେଇଛି ଆଉ ଏଇଟା ତ ଆମର ଗୋଟେ ଖଟା ଆଉ ଏଇଟା ହେଉଛି ଆମ୍ବୁଲ ଖଟା ହେଇଛି ତ ଆମ କମନ୍ ଗୋଟେ ଖଟା ଥାଏ ଯେକୌଣସି ଦିନ ହଉ ଖଟା ଆମର ବନ୍ଦ ହବନି ଖଟା ନହେଲେ ଭାତ ମୋର ରୁଚେନି ତ ଚାଲ ସାଙ୍ଗମାନେ ଟିକେ ଖାଇ ନେବା ଆଉ ତ ଭୋକ ବି ବହୁତ ଲାଗିଲା ଆଜି ଆଜି ତ ଟାଇମ୍ ବହୁତ ହେଇଗଲା ଆଜି ଚାଲ ଖାଇକିନା ଟିକେ କାଡ଼େ ବୁଲାବୁଲି କରିତେ ଯିବା କି ପାଇଁ କହୁନା 4ଟା ଦୋକାନ ବନ୍ଦ ଅଛି ନା ତ ଦେଖିବା କାଡ଼େ ଯିବା ହେଲା ତ ସାଙ୍ଗମାନେ ମୁଁ ଖାଇକିନା ଟିକେ ବାହାରେ ବୁଲତେ ପଳେଇ ଆସିଥିଲି ହେଲା ତ କେଡ଼କୁ ଆସିତେ ଦେଖିବା ନା ତ ଦେଖିବା ତ ସାଙ୍ଗମାନେ ଏଇଆଡ଼େ ଦେଖୁନ୍ ପୁରା ଧାନ ଚାଷ ହେଇଛି କେତେ ବଢ଼ିଆ ପୁରା ଗ୍ରୀନ୍ ଦେଖାହେଉଛି ଦେଖୁନ୍ ଚାରିପଟେ ଘାସ ତ ନାଇଁ ତଳା ଲଗେଇ ଦିଆହେଇଛି ଏପଟେ ବି ଦେଖୁନ୍ କେତେ ବଢ଼ିଆ ଦେଖାହେଉଛି ତ ସାଙ୍ଗମାନେ ମୁଁ ଏଠକୁ ଟିକେ ବାହାରଟେ ବୁଲତେ ପଳେଇ ଆସିଥିଲି ଯେହେତୁ ଦୋକାନ 4ଟା ବେଳେ ବନ୍ଦ ଅଛି ନା ସାଙ୍ଗମାନେ ଏଠି ହାବାଟା ବଢ଼ିଆ ମାରୁଛି ସେଥିପାଇଁ ଏଠକୁ ପଳେଇ ଆସେ ମୁଁ ପ୍ରାୟ ଟାଇମ୍ ବସେ ଏଠି ଆସିକି ସାଙ୍ଗମାନେ ଯେତେବେଳେ ଦୋକାନ ବନ୍ଦ ଥାଏ ଏଇଠି ଆମେ ବସିକି ଗେମ୍ ଖେଳୁଥାଏ ତ ସାଙ୍ଗମାନେ ଏଇନା ତ ଦୋକାନ ଛୁଟି ନାହିଁ ତ ସେଥିପାଇଁ ଆସି ହୁଏନି ତ ଯେହେତୁ ଆଜି ଫାଙ୍କା ମିଳିଛି ଏଠକୁ ଟିକେ ବୁଲାବୁଲି କରିତେ ପଳେଇ ଆସିଛି ଆଉ ତ ସାଙ୍ଗମାନେ ଆଜି ଭାବୁଛି 4ଟା ବେଳେ କିସ କରିବି 4ଟା ତ ବାଜିନି 5:30 ପାଖାପାଖି ହେଲା ଆଜି ତ 4ଟା ବେଳେ ଟିକେ ହାଲକା ବର୍ଷା ପକଉଥିଲା ହେଲା ତ ସାଙ୍ଗମାନେ ଯେତେବେଳେ ଘରୁ ବାହାରିକି ଆସିଲେ ଗୋଟେ ଗାଡ଼ି ଗୋଟେ ଜିନିଷ ଖରାପ ହେଇଛି ଦେଖିବେ ନା ଏଇ ସାଙ୍ଗମାନେ ଏଇ ଜିନିଷଟା ଦେଖୁନ୍ এটা কিকটা হলা কিকটা তানে এমতি ଅଛି পুরা দেখুন পুরা ব্যান্ড ହେଇକି ଅଛି না ব্যান্ড ହେଇକି ଅଛି এটা ରହିବା କଥା ଏଠି ରହିବା କଥା ହେଲା ପୁରା ଏମିତି ଭଲସେ ରହିବା କଥା କିନ୍ତୁ ଏଇଟା ଦେଖ ସାଙ୍ଗମାନେ ଯାଉନି ହେଲା ଏଇ ଜିନିଷଟା ତାର ତାନେ ଏଇ ଜିନିଷଟା ପୁରା ତାନେ ପୁରା ବୁଲି ଯାଇଛି ହେଲା ତ ଏଇଟା କ'ଣ ବୁଲୁବି ନା ମୋ ହାତରେ ଏତେ ଟାଇଟ୍ ସେ ଘୋରଉଛି ମାନେ ପୁରା ବୁଲୁନି ମାନେ କିକଟା ଛାଟୁନି ହେଲା କିକଟା ମାରୁଛି ମୁଁ ଆସିକି ତାମାନେ ଏଠି ରହିଯାଉଛି ଛାଟିକିନା ଏପଟକୁ ତାନେ ଏଠି ରହିବା କଥା ସେଠି ଟୋଟାଲି ଆସୁନି ତ ସାଙ୍ଗମାନେ ଏଇଟା ମୋତେ ଆଗରେ ସଜେଇତେ ହବ ମାନେ ଯେତେବେଳେ ଗାଡ଼ି ଗୁଡ଼ା ନେଇକି ଗାଡ଼ି ଯାଉଥିବି ତ ବାଇଚାନ୍ସ କିକ୍ ମାରତେ ଷ୍ଟାର୍ଟ ନହେଲା ତ ଭାଇ ବହୁତ ପ୍ରୋବ୍ଲେମ୍ ହବ ତ ସେଥିପାଇଁ ଆଜି ଭାବୁଛି ଏଇଟା ଟିକେ ଗ୍ୟାରେଜ ଯାଇକି ସଜେଇଦେବି ତ ଦେଖେ ଯଦି ଟାଇମ୍ ସାଙ୍ଗମାନେ ହେଲା ତାକୁ ସଜେଇବି ମାନେ କାଲି ସକାଳୁ ଆଗକୁ ଟ୍ରାଏ କରିବି ଅତି ଶୀଘ୍ର ସଜେଇଥିବେ କାରଣ ଏଠି ବୁଲାବୁଲି କରିତେ ପଳେଇ ଆସିছে ନା ଗ୍ୟାରେଜ ଫ୍ୟାରେଜ ମୋତେ ଦାୟିତ୍ୱ ନାହିଁ ଇଚ୍ଛା ନାହିଁ ତ ଯେହେତୁ ଟିକେ ଫାଙ୍କା ମିଳିଛି ଭାବୁଛି ଆଉ ଟିକେ ଭଲସେ ଟିକେ ବୁଲବି କାରଣ ମୌସମଟା ସାଙ୍ଗମାନେ ବହୁତ ବଢ଼ିଆ କରିଛି ତ କି ପାଇଁ ସେଥିପାଇଁ ବାହାରେ ବୁଲାବୁଲି କରିତେ ପଳେଇ ଆସିଛି ଆଉ ଦେଖିପାରୁଥିବେ ମୋ ସାଙ୍ଗ 2 ଜଣ ଅଛନ୍ତି ସୁରୁ ଅଛି ଏଇଟା ତ ନା କିସ କହିଥିଲୁ କ'ଣ
ସୂର୍ଯ୍ୟକାନ୍ତ ଏ ହଉଛି ମୋ ନୂଆ ସାଙ୍ଗ ହେଲା, ସାନ ଭାଇ ହେଲା। ୟାକୁ ତ ଦେଖିଥିବ ପ୍ରାୟ ଭିଡିଓରେ। ତ ଏଇ ସାନ ଭାଇ ସାଙ୍ଗରେ ଟିକେ ଏପଟକୁ ବୁଲତେ ପଳେଇ ଆସିଛି ଆଉ। ସାଙ୍ଗମାନେ ଆଉ ଗୋଟେ କଥା, ତ ମୁଁ ଭାବେ କି କଣ ମୋର ଯେତେବେଳେ ସାଙ୍ଗ ଥିଲେ ତ ତାଙ୍କ ଟାଇମ୍ ପ୍ରାୟ ଟାଇମ୍ ମୁଁ 4ଟା ବେଳେ ସନ୍ଧ୍ୟାବେଳେ ଅଲଗା ଅଲଗା ଜାଗାରେ ଖଟି ମାରୁଥାଏ ହେଲା। ତାମାନେ ଏଠି ସେଠି ଖଟି ମାରୁଥାଏ, ମାନେ ଭାବିଲୁ ଚା ଦୋକାନ ଗଲେ ସେଠି ବସୁଥାଏ କି ଅଲଗା ଜାଗାରେ ତମେ ବସୁଥାଏ, ମାନେ କେଦାରୀ ଜାଗାରେ ବସୁଥାଏ। କିନ୍ତୁ ସାଙ୍ଗମାନେ ଯେତେ ମୁଁ ବଡ ହେଇକି ବଡ ଯେତେବେଳେ ହେଇ ଯାଉଛି ମତେ ଆଉ ଏତେ ଗେଦାରିଂ ଜାଗା ମତେ ପସନ୍ଦ ଲାଗୁନି। ତାମାନେ ଯେତେ ଫାଙ୍କା ଜାଗା ମତେ ସେଇ ଜାଗାରେ ବସି ଭଲ ଲାଗୁଛି। କେଜାଣି କେମିତି ମୋର ଏଜ ର ସେମିତି ପିଲାକୁ ସେମିତି ଲାଗୁଛି ନା ମତେ ସେମିତି ଲାଗୁଛି। ମତେ ଭାଇ ନା ଯେମିତି ଲାଗୁଛି ପୁରା ସବୁ ଶାନ୍ତଶିଷ୍ଟ ଜାଗାରେ ମୁଁ ବସିବି, ଆଉ କେହି ନଥିବେ ସେଠି, ମୋ ସାଙ୍ଗସାଥି ଦୁଇ ଜଣ 3 ଜଣ ଥିବେ। ଯେମିତି ଗେଦାରିଂ ଜାଗାରେ ମତେ ଟୋଟାଲି ପସନ୍ଦ ଲାଗୁନି ଆଉ, କେଜାଣି କେନେ। ଠିକ ଅଛି ସାଙ୍ଗମାନେ ଏଠି ଟିକେ ଟାଇମ ସ୍ପେଣ୍ଡ କରୁଛି, ଏଠୁ ଯିବା ଯଦି କିଛି ପ୍ଲାନ୍ ହେଲା ଏଠକୁ ଯିବା। ସେଠି ବହୁତ ସମୟ ବସିଲେ ତ ସେଠି ଟିକେ ବୋର ଲାଗଲା ହେଲା। ତ ଦେଖିପାରୁଛ ଆମେ ଏଠକୁ ଆସିଛେ, ଦେଖିଲା ନା ଏଟା ହଉଛି କେନାଲ ହେଲା। ଏଟା ହଉଛି ଆମର ବଡ଼ଚାଟ୍ରା କେନାଲ। ତ ଏଠିକୁ ବୁଲାବୁଲି କରିତେ ପଳେଇ ଆସେ ଆଉ। ଇଆଡ଼େ ଦେଖୁଥିବେ ସାଙ୍ଗମାନେ କେନାଲଟା, ପାଣି କମ୍ ଅଛି ନା, ପାଣି ଯେତେବେଳେ ଛାଡ଼ିନି ପୁରା ଉଞ୍ଚା ପୁରା ପାଣି ଥାଏ ହେଲା। ଏଇନା ଟିକେ ପାଣି କମ୍ ଅଛି। ସାଙ୍ଗମାନେ ଇଆଡ଼େ ଟିକେ ବୁଲାବୁଲି କରିତେ ପଳେଇ ଆସିଛି ମୁଁ ଆଉ। ସାଙ୍ଗମାନେ ଆଜି କେଜାଣି କେନେ ତାମାନେ ଟିକେ ମନଟା ହାଲକା ଲାଗୁଛି, କେଜାଣି ଦୋକାନ ବନ୍ଦ ଅଛି ବୋଧେ ନା କେଜାଣି କି। ତ ସେ ପାଇଁ ଟିକେ ଆଜି ବୁଲତେ ବହୁତ ମନ ହଉଛି, ଇଆଡ଼େ ସିଆଡ଼େ ଖାଲି ବୁଲୁଛି। ତ ବୁଲୁଛି ବି ଆପଣଙ୍କୁ ଦେଖାଉଛି ବି କେଠୁ ବୁଲତେ ଆସୁଛି ମୁଁ। ତ ସାଙ୍ଗମାନେ ଦେଖିଲେ ନା ମୁଁ କେଠୁ ବୁଲତେ ଆସିଥିଲି। ତ ଏଇ କେନାଲ ଆଡ଼େ ବୁଲାବୁଲି କରିତେ ପଳେଇ ଆସିଥିଲି, ଯେହେତୁ ଦୋକାନ ବନ୍ଦ ଅଛି ନା। ଦୋକାନ ବନ୍ଦ ଥିଲେ ମାନେ ଖାଲି ବୁଲତେ ମତେ ମନ କରେ, କେଟକୁ ଯିବି କେଟକୁ ନାହିଁ। ତ ସେଠକୁ ଫାଷ୍ଟ ଗଲି, ତାପରେ ଏଠକୁ ପଳେଇ ଆସିଲି। ତ ସାଙ୍ଗମାନେ ଏଇଠୁ ଏଇନା ଘରକୁ ପଳେଇବା, ଟିକେ ହାଲକା ବର୍ଷା ପକଉଛି ହେଲା। ତ ସନ୍ଧ୍ୟା ବି ହେଇଗଲାଣି। ତ ସାଙ୍ଗମାନେ ଭିଡ଼ିଓଟି କେମିତି ହେଲା ନିହାତି କମେଣ୍ଟରେ ଜଣେଇବେ, ଆଉ ଲାଇକ୍ ଫଲୋ ସବସ୍କ୍ରାଇବ୍ ତ ନିହାତି କରିବେ ସାଙ୍ଗମାନେ। ତ ରହୁଛି ଭାଇ, ବାଏ ବାଏ।